ସୁପ୍ରଭାତ। ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ଯେବେ ତୁମ ଜୀବନରେ ଯେଉଁ ମୋଡ଼ରେ ଛିଡ଼ା ହୋଇଥାଅ, ତୁମକୁ କୌଣସି ରାସ୍ତା ଦେଖାଯାଉନଥିବ, ସେହି ସମୟରେ ସବୁ କିଛି ମୋ ଉପରେ ଛାଡ଼ିକି ଦେଖ। ଦେଖ ତୁମକୁ କ'ଣ ସେହି ରାସ୍ତା ଦେଖାଯାଉ ନାହିଁ, ବା ତୁମ ମନରେ ଯେଉଁ ବ୍ୟସ୍ତତା ଅଛି ତାର ଉତ୍ତର ମିଳୁନାହିଁ। ଏମିତି ନୁହେଁ, ତୁମକୁ ଉତ୍ତର ବି ମିଳିବ ଆଉ ରାସ୍ତା ବି ମିଳିବ, କିନ୍ତୁ ଏହା ପାଇଁ ତୁମର ସବୁକିଛି ମୋ ଉପରେ ଛାଡ଼ି ଦିଅ। ତୁମେ ଯେତେ ପର୍ଯ୍ୟନ୍ତ ସ୍ୱୟଂକର୍ତ୍ତାର ଭାବନା ଆଣୁଥିବ, ସେତେ ପର୍ଯ୍ୟନ୍ତ ରାସ୍ତା ମିଳିବ ନାହିଁ, ଯାହାଫଳରେ ତୁମ ମନରେ ବ୍ୟାକୁଳତା ବଢ଼ୁଥିବ। ମୁଁ ଅନେକ ଥର ତୁମକୁ ବୁଝାଇବାକୁ ଚେଷ୍ଟା କରିଛି, ସ୍ୱପ୍ନ ମାଧ୍ୟମରେ ବି ବତେଇଛି। ତୁମର ଭବିଷ୍ୟତ ଚିନ୍ତା ଅଛି ମୋତେ। ଭବିଷ୍ୟତର ଏମିତି ବି କିଛି କଥା ସ୍ୱପ୍ନ ମାଧ୍ୟମରେ ବତେଇଛି ଯେ ସବୁ କିଛି ଠିକ୍ ଅଛି, କିନ୍ତୁ ତୁମେ ବୁଝିବାକୁ ଚାହୁଁନ, ଆଉ ଓ କାରଣରେ କଥାରେ ଆସୁଛ। ଯେଉଁ ଚିନ୍ତା ତୁମକୁ ଭିତରୁ ଖାଇଯାଉଛି ଯେ କ'ଣ ହେବ, ଆଗକୁ କ'ଣ ହେବ। ତୁମେ ଆଜି ବଞ୍ଚିବାକୁ ଦେଖ, ଆଗକୁ ମୁଁ ଦେଖୁଛି। ଯାହା ଆଜି ତୁମ ପାଖରେ ଅଛି ତାହାକୁ ସ୍ୱୀକାର କର। ଆଉ ବର୍ତ୍ତମାନ ତୁମ ମନରେ ବହୁତ ଗୁଡ଼ାଏ କଥା ଚାଲୁଛି। ସେହି କଥାକୁ ମନରୁ ବାହାର କରି ଖୁସି ମନରେ ଆଜି ଦିନକୁ ଭଲରେ ବିତେଇବ। ତାହା କାଲି ତାଠୁ ବି ଭଲ ହେବ। କାଲିର ଭଲ ଦିନ ପାଇଁ ଆଜି ତୁମକୁ ଖୁସିରେ ରହିବା ଜରୁରୀ। ଆଜି ଯେ ତୁମ ପାଖରେ ଲୋକ ଅଛନ୍ତି ବା ଯାହା ବି ଅଛି ତୁମ ପାଖରେ, ଥରେ ଖୁସି ହୋଇ ଦେଖ। ଦେଖିବ ତୁମ ମନରେ ଶାନ୍ତି ଆସିବ, ଆଉ ଯେଉଁ ପରିବର୍ତ୍ତନ ଆସିବ ତାହା ଭବିଷ୍ୟତ ପାଇଁ ବହୁତ ଭଲ ହେବ, ଆଉ ତୁମ ସ୍ୱାସ୍ଥ୍ୟ ପାଇଁ ବି ଭଲ ହେବ। ଓ କାରଣର ଚିନ୍ତା ମନରେ ରଖିଛ ଯେ କ'ଣ ହେବ, କେମିତି ହେବ, କିଛି ଖରାପ ନ ହଉ, ସବୁ କିଛି ଠିକ୍ ହେବ। ହଁ, କିଛି କଥା ଦେଖାଯାଏ ନାହିଁ। ମୁଁ ଯାହା କରୁଛି ତୁମେ ବୁଝିପାରୁନ, ଧୀରେ ଧୀରେ ବୁଝିପାରିବ, କିନ୍ତୁ ବର୍ତ୍ତମାନ ସେ ଚିନ୍ତା ଛାଡ଼ି ଦିଅ। ହଁ, ଆଉ ତୁମର ସମାଧାନ ପ୍ରଶ୍ନ ଅଛି ମନରେ, ଯାହା ତୁମକୁ ପରେଶାନ କରୁଛି। ଏହି ପ୍ରଶ୍ନ ବହୁତ ବର୍ଷରୁ ପରେଶାନ କରୁଛି। ତୁମ ଜୀବନରେ ହିଁ କାହିଁକି ହେଲା, କାହିଁକି ଏମିତି ହେଲା, ବାରମ୍ବାର ମୋ ସହିତ ହିଁ କାହିଁକି ହୁଏ। ସନ୍ତାନ, ଯାହା ତୁମ ଜୀବନରେ ହେଲା ବା ହେଉଛି, ଏହା ଏମିତି ଭାବନି ଯେ ଯାହା ହେଲା ତୁମର ସବୁ କିଛି ଜୀବନର ବିଗାଡ଼ିବା ପାଇଁ ହେଲା। କିଛି କଥା ଏମିତି ହୋଇଥାଏ ଯାହା ତୁମେ ବୁଝିପାରୁନ। ତୁମ ଜୀବନର ସେହି ସମୟରେ ଯାହା ହେଲା ତାଠୁ ବି ବହୁତ ବଡ଼ ହେବାର ଥିଲା। ମୁଁ ତୁମକୁ ସେହିଠାରୁ ବାହାର କରିଛି। ଯେତେବେଳେ ସେହିଠାରୁ ବାହାରି ଯାଇଛ, ତ ବାର ବାର ପଛକୁ କାହିଁକି ମନେ ପକାଉଛ? ଆଉ ଆଜି ଯାହା ଅଛି ତାକୁ ବି ବିଗାଡ଼ୁଛ। ସବୁ କିଛି ତୁମ ଜୀବନରେ ବହୁତ ଭଲ ହେଉଛି, ସବୁ ଭଲ ହେଉଛି। ଦେଖ, ଏହା ଭାବନି ଯେ ହେବ କି ହେବନି। ଆଜି ମୁଁ ଯାହା ଦେଇଛି ତାକୁ ସ୍ୱୀକାର କର। ଜୀବନ ବହୁତ ଖୁସିରେ ଭରି ଅଛି ତୁମର। ଆଉ ଯେତେବେଳେ ଆଗକୁ ବଢ଼ି ଯାଉଥିବ, ତୁମେ ନିଜ ଅନୁଭବ କରିପାରିବ ଯେ ତୁମେ କେତେ ପରୀକ୍ଷାକୁ ପାସ୍ କରି ଆଗକୁ ବଢ଼ିପାରିଛ। ଆଉ ବର୍ତ୍ତମାନ ବହୁତ ଲୋକଙ୍କ ଜୀବନକୁ ସୁଧାରିବାରେ ବି ଅଛ। ମୁଁ ତୁମକୁ ସେଇ ଯୋଗ୍ୟତା ବନେଇଛି। ତୁମକୁ ବହୁତ କିଛି କରିବାର ଅଛି। ସେଥିପାଇଁ ତ ମୁଁ ତୁମକୁ ଏତେ ଶକ୍ତିଶାଳୀ ବନେଇ ଦେଇଛି। ଆଜି ପରେଶାନ ଥାଇକି ବି ହସ ମୁହଁରେ ଅଛ।
ମୁଁ ତୁମକୁ ହସେଇବାକୁ ଶିଖେଇଛି, ସେହିପରି ସେହି ଲୋକଙ୍କ ମୁହଁରେ ବି ହସ ଆଣିବ। ସେମାନେ ଦୁଃଖରେ ଥିଲେ ତୁମେ ତୁମ ପରିସ୍ଥିତି ଆଉ ତୁମ ଅନୁଭବ ତାଙ୍କୁ କହିବ, ବଞ୍ଚିବାକୁ ଶିଖେଇବ। ଆଉ ବହୁତ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ମାଗ ସମସ୍ତଙ୍କ ପାଇଁ କର, କାହାରି ଦୁଃଖ ଦେଖିପାରନି। ମୁଁ ଜାଣିଛି ସମସ୍ତଙ୍କ ପାଇଁ କେତେ ପ୍ରେମ ଅଛି। ମୁଁ ତୁମକୁ ସବୁ କିଛି ଦେବି, କହୁଛି ମୁଁ ତୁମକୁ ସବୁ ଦେବି। ଖୁସି ରୁହ। ଓମ୍ ସାଇରାମ, ଓମ୍ ସାଇରାମ, ଓମ୍ ସାଇରାମ।